उपांत प्रहरीଙ୍କ द्वारा कथामृत पुस्तिका उन्मोचन। समाजसेवी लेखक श्री लाजो लिमांक रचित कथामृत पुस्तिका आज गजपति जिलार उपांत प्रहरी श्री पूर्णचंद्र महापात्र अवसरप्राप्त तहसीलदार वरिष्ठ समाजसेवी और इतिहास लेखकों करकमल उन्मोचित हो जाइछि। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ିଙ୍କୁ ସଠିକ୍ ଜୀବଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧ ସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ। ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ କଥାମୃତ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ି ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। लेखक श्री लाजो लिमांक एही सामाजिक और साहित्यिक प्रयास को सेड उच्च प्रशंसा करने सह भविष्य में एभली मूल्यबोध भित्तिक पुस्तक रचना करी समाज को सठिक दिगदर्शन देवा को उत्साहित करथिले। उपस्थित बुद्धिजीवी और अतिथि माने मध्य पुस्तिकाटी युव समाज पई पथ प्रदर्शक साब्यस्त हेबो बोली आशा प्रकाश करथिले। गजपति जिल्लारो टिकिलिमांक रिपोर्ट खबर तरंग।